ସକାଳୁ ଆସିକି ବଗିଚାରେ ପହଞ୍ଚିଗଲା ପରେ ନଜର ପଡ଼ିଥିଲା ମୋର ପିଙ୍କ ମନ୍ଦାର ଉପରେ, ଯେଉଁଟାକି ନର୍ସରୀରୁ ଆଣିଥିଲି। ବହୁତ ସୁନ୍ଦର। ଏବେ ଟିକେ କାହିଁ କେଜାଣି ରଙ୍ଗଟା ଟିକେ ଗାଢ଼ା ଆସିଲାଣି। ଆଗରୁ ଯେତେବେଳେ ଆଣିଥିଲି ଏଇଟା ଟିକେ ଫିକା ଲାଗୁଥିଲା, ଏବେ ଟିକେ ଗାଢ଼ା ରଙ୍ଗ ଟିକେ ବଦଳୁଛି। ବାକି ହଳଦିଆ ମନ୍ଦାର ଗୋଟେ ଫୁଟିଥିଲା। ପିଚ୍ର ଏଇଟା ହେଉଛି ମୋର ଗ୍ରାଉଣ୍ଡରେ ଯେହେତୁ ଅଛି, ସେଥିପାଇଁ ଆଜି ମା ନେଇନାହାନ୍ତି ଛାତ ଉପରୁ। ଆଉ ଏଇଟା ହେଉଛି ସେଥିପାଇଁ ଗୋଟେ ଫୁଲ ରହିଯାଇଥିଲା, ଭାବିଲି ୟାର ବି ଭିଡ଼ିଓଟା ଛାଡ଼ିବି ଏକା ସାଥେ। ଲାଗୁଛି ସେଇ ଗୋଟେ ପାଖୁଡ଼ା ଫୁଲଟା କହିବେ ପିଚ୍ର, ୟାର ଥୋପାଟା ଆଜି ଫୁଟିଥିଲା କିନ୍ତୁ ମା ନେଇଯାଇଛନ୍ତି, ସେଥିପାଇଁ ଭିଡ଼ିଓ କରିପାରିଲିନି। ବାକି ହଳଦିଆର ନାଲି ଯେଉଁ ମିଶା ରଙ୍ଗ, ସେଇଟା ଗୋଟେ ବହୁତ ବଢ଼ିଆ ବଡ଼ ଫୁଲଟେ ଆଜି ଫୁଟିଥିଲା। ଆଉ ପାଖୁଡ଼ା ଦେଖିପାରୁଥିବେ କାଫି ମୋଟା ରହୁଛି। ଆଉ ୟାର ପାଖୁଡ଼ାଟା ଟିକେ ଏମିତି ଟାଇପ୍ରେ ରହେ, ଏମିତି ସେପ୍ରେ, ଯେମିତି ଟିକେ ମାନେ ମୁଡ଼ି ହେଇଗଲା ଭଳିଆ ହେଇକି, ଯେମିତି ଲାଗେ ଯେମିତି ପାଖୁଡ଼ାଟା କ୍ଲିଅର ଖୋଲିନି, କିନ୍ତୁ ଏଇଟା ଗଛଟାର ଫୁଲ ସେମିତି ହିଁ ଆସେ ପ୍ରତ୍ୟେକଟି ଫୁଲ। ଆଉ ତାପରେ ଏଇଟା ହେଲା ଆମର ଭେଣ୍ଡି ଫୁଲ, ମାନେ ଭେଣ୍ଡି ମନ୍ଦାର, ଯେଉଁଟାକି ଗୋଟେ ଆଜି ଫୁଟିଥିଲା। ଗୋଟେ ନୁହଁ, ଏଇଟା ଡେଲି ଡେଲି ଫୁଟୁଛି ଏମିତି, କିନ୍ତୁ ମା ନେଉନାହାନ୍ତି, ଛାଡ଼ି ଦେଉଛନ୍ତି, ଯେଉଁଥିପାଇଁ ମଞ୍ଜି ରହିଯାଉଛି। ତ ଏଇଟା ମାଆଙ୍କ ପୂଜା ସମୟରେ କଢ଼ ହେଇକି ରହୁଛି, ତ ମା ଜାଣିପାରନ୍ତିନି, ସେଥିପାଇଁ ଛାଡ଼ି ଦେଇକି ଯାଆନ୍ତି। ତ ଆଜି ଗୋଟେ ମିନି ଭେରାଇଟିର ଯେଉଁ ନୂଆ ଆଣିଥିବା ଗଛଟା ରିପୋର୍ଟିଂ କରିଛି ନଗଦ ଉପରେ, ମାନେ ଗୋଟେ ସପ୍ତାହ ହେଇଛି। ତ ସେଟାରେ ବି ଆଜି ଗୋଟେ ଫୁଲ ଫୁଟିଥିଲା, ହଳଦିଆ ପିଚ୍ର ମିକ୍ସ କଲର୍। ତ ସିଏ ବି ମଧ୍ୟ ବହୁତ ସୁନ୍ଦର ଲାଗୁଛି। କି ଖଇରିଆ ମନ୍ଦାରଟା ଫୁଟି ନଥିଲା, ସେଥିପାଇଁ ଭିଡ଼ିଓ ଆଣିପାରିଲିନି। ତ ବାକି ଏଇସବୁ ମନ୍ଦାର ଆପଣଙ୍କୁ କେମିତି ଲାଗିଲା କହିବେ। ରହିଲି, ବାଏ ବାଏ।